ବାପ ଥିଲେ କୋଉ ସଭାରେ ପୁଅ ଯଦି ବଦଳ ଘଟରେ କଣ ଝଗଡା କରି ଆସିଛି ବାପାଙ୍କ ନିକଟରେ ଅଭିଯୋଗ ପତ୍ରଟା ପହଞ୍ଚିଗଲା ତମ ପୁଅ ରାମ ଆଜି ବହୁତ ଲୋକଙ୍କୁ ବାଡିଆ ପିଟା କରିଛି ବଜାରରେ ବାପା ହାତ ଦିଟା ଯୋଡି ଦେବ ନା ଯଦି ମୋ ପୁଅ କିଛି ଅପରାଧ କରିଛି ଆପଣ କ୍ଷମା କରନ୍ତୁ ଏଥିପାଇଁ କହିଛି ବାପ ଥିଲେ କୋଉ ସଭାରେ କଣ ସେତିକି ବାପା ପୁଅ ପଛେ সন্তান মানে যেতে অসুন্দর হোক না কাহিঁকি ছোটা হোক কড়া হোক ভোগ পূজা হোক ମୋ ମା କହିବ ମୋ ପୁଅଟା ଛୋଟାଟା ନା ମୋ ଝିଅଟା ସୁନ୍ଦରୀଟା ମା ନିକଟରେ ପିଲାମାନେ ପୁରା ଅମୂଲ୍ୟ ପୂର୍ଣ୍ଣିମା ଚନ୍ଦ୍ର ସହିତ ସମାନ ତେଣୁ ସେ ପୁରା ମା ମୁଁ ହଉଛି ପୁଅ ସେ ମାକୁ କୋଉ ଚୋରି କରିବ ମା ପୁରା ସ୍ନେହମୟ କଲ୍ୟାଣମୟ ସନ୍ତାନ ବଛୁଳା ମା ଯଦି ଏ ଜଗତ କହିଲା ସେ ମାକୁ ମୁଁ ଚୋରି କରିଛି ହେ ନାରଦ ମହର୍ଷି ଚୋରି କରିଥିବା ଜିନିଷଟାକୁ ରଖିବା କିପରି ନାରଦ କହିଲେ ଯାହାକୁ ଚୋରି କରିବା ତାକୁ ଲୁଚେଇକି ରଖିବା ମୁକ୍ତ ଭାବ ରଖିବା ଆପଣ କହିଲେ ଜଗତ ଯାହାକୁ କହିଲା ମୁଁ ଚୋରି କରିଛି ଯାହା ତୁମେ ଦେଖିବ ମୁଁ ରଖିଛି କିପରି କାହିଁକି ଚୋରି କରିଛି ପଣ୍ଡିତ ନଦୀଟିଏ ପାରିବା ପରେ ଗୋଟିଏ ନୌକା ଦରକାର পণ্ডিতের নদীটিয়ে পারি হেবা কলে একটা নৌকা দরকার সংসার রূপক নদী পারি হেবা কলে দুইটি নৌকা দরকার সেই দুইটি নৌকা কি আপনার খন্ডপড়ার কবি ওড়িশী কীর্তনর মাইল খুঁটি গায়ক গণেশ ভাগবত প্রধান বাপা সুন্দর ভাবে কলম গলে সংসার উপর সাগর পারি হেবা পাই আপন বলছি সে মা কুমাইছি দুইটি নৌকা দরকার তাহলে কি করি জীবনর সঙ্গী সুখ দুঃখ ভোগী দুই পারুষরে দুই না দুই পারুষরে দুই না দুই পারুষরে দুই না দুই পারুষরে দুই না ये संसार सागर पारी है बापाई 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 जोने भारी जाऊ जोड़ेगा जोने भारी जाऊ जोड़ेगा जोने भारी जाऊ जोड़ेगा जोने भारी जाऊ जोड़ेगा ଆପଣ କହିଲା ସଂସାର ଉପର ସାଗର ପାରି ହେବା ପାଇଁ କାହିଁକି ନା ପଣ୍ଡିତ ନଦୀଟିଏ ପାରି ହେବା କଲେ ଗୋଟିଏ ନୌକା ଦରକାର ସଂସାର ଉପର ନଦୀ ପାରି ହେବା କଲେ ଦୁଇଟି ନୌକା ଦରକାର ସେ ନୌକା ଦୁଇଟି କିଏ ସେ ଜଣେ ହେଲା ମା ରୂପକ ନୌକା ଜଣେ ହେଲା ସ୍ତ୍ରୀ ରୂପକ ନୌକା କରିଥିଲା କଣ ସ୍ତ୍ରୀ କରୁଛି କଣ ତେଲ ହଳଦୀରେ ବଢାଇ ଦେଇଛି ଯେଉଁ ଶରୀର କୁମା ମୋର ଯେଉଁ ଶରୀର କୁମା ମୋର ଯେଉଁ ଶରୀର କୁମା মা যেতেবেলে ধরা ধামরে পুଅটিକୁ ଜନ୍ମ ଦେଲା ଚିନ୍ତା କଲା ମା ମୋ ପୁଅ ଉପରେ ଅକାଳ ଚড়କ ପଡିଯିବ ପଣ୍ଡିତ ତେଲ ହଳଦୀରେ ମାଖି ମୁଖିଆ ଶରୀରଟାକୁ ଲୁହାରେ ଶକ୍ତ କରିଦେଇଛି ଲୁହା ରୂପକ ପୁଅ ନିକଟରେ ନାରୀ ରୂପକ ନିଆଁ ଯେତେବେଳେ ପହଞ୍ଚି ଯାଇଛି ମୁଖରେ ସ୍ନୋ ପାଉଡରକୁ ଲଗାଇ ଲୁହାଟା ତରଳିବାକୁ ଲାଗୁଛି ନା ଆଉ ସେତିକି ବାପା ଗୋଟେ ଖାଇଥିଲେ ଗୋଟେ ଖାଇ ନାହିଁ କହୁଥିବ ଖା ଖା ମା କହୁଥିବ ଖା ଖା যদি সকালে বেলায় খাই বিলে বাড়ি যাইছো পেটে ঝিও পকাড়া খাইছো দিটা বেলা হয়ে যাইছো তো পুଅ এ পর্যন্ত কাই ফেলা নাই দিটা সকালে মো পুଅ কোন খাইছি কি ন খাইছি ভাই যদি গাধি পাদি ঘরু
ପହଞ୍ଚିଗଲେ ପୋଖରୀରେ ଗାଧୋଇ ପାଧୋଇ ଘରେ ପହଞ୍ଚିଗଲେ 2ଟା ବେଳ ହେଇଥିବ ଆଉ ଯୋଉ ଟିଭି ପାଖରେ ବସି ଟିଭି ଦେଖୁଥିବ। ଆଜିକାଲି ତ 24 ଘଣ୍ଟିଆ ଚ୍ୟାନେଲ ଛାଡି ଦେଇଛି ତେଣୁ ସବୁବେଳେ ତ ମା ମାନେ ଟିଭି ପାଖରେ ସବୁ ସିରିଏଲ ଦେଖୁଛନ୍ତି। ତେଣୁ ଭାଇ ଯଦି ପହଞ୍ଚି ଯାଇଛନ୍ତି ଘରେ ଖାଇବାଟା ଲାଗି 2ଟା ବେଳ ହେଇଥିବ ଟିଭି ପାଖରେ ବସି ଟିଭି ଦେଖୁଥିବ କଥାଟା ସରିଯିବ ନା। ଭୟ ତମକୁ ଏତିକି ବେଳେ ଭୋକ ହେଲା ଭୋଗ ସିରିଏଲଟା ଦେଇକି ଦେଖୁଛିବା ଭୋକ ହେଲା ସେଟା ବାଢିକିରି ଖାଇଦେଲେ ହନ୍ତାନି କି? ଏ କଥା କଣ ମା କହିବ? ମା କହିବ ସକାଳ ପହର ମୋ ପୁଅ ଗଲାଣି ଯେ କଣ ଖାଇଛି କି ନ ଖାଇଛି ଖାଲି କଣ ସେତିକି ବାପା? ଇଏ ଭଗବାନ ମାଟି ଦେଖିଲେ ଜନନୀ ଭୋପାଟି କି ଏସା ହେଇଥିବ ଭୋପାଟି କି ଏସା ହେଇଥିବ ଭୋପାଟି କି ଏସା ହେଇଥିବ ଭୋପାଟି କି ଏସା ହେଇଥିବ ଆଇତେ କହିବ ବାହାରେ ବସାମି ଆଇତେ କହିବ ବାହାରେ ବସାମି କେତେ ଭଲ ମନ୍ଦ ଖାଉଥିଲ କେତେ ଭଲ ମନ୍ଦ ଖାଉଥିଲ କେତେ ଭଲ ମନ୍ଦ ଖାଉଥିଲ କେତେ ଭଲ ମନ୍ଦ ଖାଉଥିଲ। କଣ ଭଲ ମନ୍ଦ ଦିଟା ହେଇଥିବ କି ତରକାରୀ ପତ୍ର ଟିକେ କଣ ଭଲ ହେଇଥିବ ମା କହିବ ବହୁଲ ମୋ ପୁଅ ତ ଯାଇଛି କୀର୍ତ୍ତନ କରିବା ପାଇଁ ଏ ତରକାରୀ ଟିକେ ରଖିଛି ତା ସକାଳେ ମୋ ପୁଅ ଆସିଲେ ଖାଇବ। କଣ କହିବ ଜାଣିଛନ୍ତି? ଭୟ ସେ ତ ଯାଇଛନ୍ତି ପାଣି ଗୁଡା ଯାଆନ୍ତି କେତେ କଣ ଖାଇବେ ଚା ପିଇଲେ ଥଣ୍ଡା ଖାଇଲେ ଏଗୁଡା ତ ସକାଳ ପରେ ବାସି ଏ କଥା କଣ ମା କହିବ? ମା କହିବ ମୋ ପୁଅ ପାଇଁ ଟିକେ ସାଇତିକି ରଖିଥାଏ ଖାଲି କଣ ସେତିକି ବାପା? ଇଏ ତିରାଙ୍ଗା ଖଣ୍ଡେ ପିନ୍ଧିଥିଲେ ମା କହିବ ମୋ ପୁଅ ଗରିବ ହେଇଗଲା ମୋ ପୁଅ ଗରିବ ହେଇଗଲା ମୋ ପୁଅ ଗରିବ ହେଇଗଲା ମୋ ପୁଅ ଗରିବ ହେଇଗଲା ଭାରିଜା କହିବ ନିଆ ଲଗା ଭାରିଜା କହିବ ନିଆ ଲଗା କେତେ ଦିନ ଠାରୁ ଫୁଟିଗଲା କେତେ ଦିନ ଠାରୁ ଫୁଟିଗଲା କେତେ ଦିନ ଠାରୁ ଫୁଟିଗଲା କେତେ ଦିନ ଠାରୁ ଫୁଟିଗଲା। ଯଦି ମା ଖଣ୍ଡେ ଆଜ୍ଞା କଣ କରିବି ମୋ ପୁଅ ତ ଡୁଙ୍ଗରି ମାଛ କରିବ ସାଙ୍ଗସାଥି ଭଉଣୀ ମାନେ ମଧ୍ୟ ତ ସ୍ୱାମୀ ତ ବଡ ବଡ କଥା କହୁଛି କଣ କହିବ ଜାଣିଛ କାହିଁ ସେ କଥା କହୁଛି କହିଲ ନାନୀ ସେ ସିନା ବଡ ବଡ ଭାଷଣ ଦଉଛି ସେ ନିଆଁ ଲଗା ଆଖି ପୁରା ଫୁଟିଗଲାଣି ଦେଖାଯାଉଛି ମୁଁ ଚିରାଗଟା ପିନ୍ଧିଛି ବୋଲି କିନ୍ତୁ ପଣ୍ଡିତ ମା ଏ କଥା କହିବ ନାହିଁ ଖାଲି କଣ ସେତିକି ବାପା ଏ ଦୁଇ ନମ୍ବର ଗୋଟିଏ ତ ଦେବା ଗୋଟିଏ ଅସମର ଛିନିଆ ଗୋଟିଏ ଅସମର ଛିନିଆ ଗୋଟିଏ ଅସମର ଛିନିଆ ଗୋଟିଏ ଅସମର ଛିନିଆ ଭାଗବତ କହେ ବୁଝିବେ ପଣ୍ଡିତ ଭାଗବତ କହେ ବୁଝିବେ ପଣ୍ଡିତ କିଏ ମଦ କିଏ ଗୁଆ ଘିଅ 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 ଏ ତ ବର୍ଷ ନାରଦ ବାପା ଏ ଦୁଇଟି ନାଗରୁ କିଏ ସେ ଗୁଆ ଝିଅ ମଦ ଗୁଆ ଝିଅ ସ୍ନେହମୟ କଲ୍ୟାଣମୟ ସଂସାର ବନ୍ଧୁ ଗୁଆ ଝିଅ ତୁମ ମା ଜଗତ କଲା ସେ ମା କୁ କାହିଁକି ଚୋରି କରିଛି ସଂସାର ସାଗର ପାରି ହେବା ପାଇଁ ମା ବାପା ଜଗତରେ ବଡ ଦିଅନ୍ତୁ କଥା ପ୍ରମାଣ